तो ପିଲାଙ୍କ ଭବିଷ୍ୟତ ବହିରେ ତ୍ରୁଟି ସମସ୍ତରେ ତ୍ରୁଟି ଅଛି କେମିତି ଦେଖୁଛନ୍ତି ଆମ ଆଖି ଦେଖନ୍ତୁ ଏ ସରକାରରେ ବିଜେପି ସରକାର ଆସିଲା ଦିନୁ ଖାଲି ପେପର ଲିକ୍ ଏବଂ ବହିରେ ତ୍ରୁଟି କୋଉଠି ପଇସା ବହି ପ୍ରିଣ୍ଟିଂରେ ଖାଇବେ କୋଉଠି ପରୀକ୍ଷାରେ କୋଶ୍ଚିନ୍ ବିକି ଖାଇବେ ଆଉ ପାୱାରରେ ରହିବେ ଏ ସରକାରଙ୍କର ବିଜେପି ସରକାରଙ୍କ ଶିକ୍ଷା ପ୍ରତି ଏବଂ ଛାତ୍ର ସମାଜ ପ୍ରତି ଯୁବ ସମାଜ ପ୍ରତି ବିଲକୁଲ ଦୃଷ୍ଟିରେ ନାହିଁ କୋଉଠି ପାର୍ଟି ଭାଙ୍ଗିବେ ଏମପି ନେବେ ବର୍ତ୍ତମାନ ଏଇ ମିଶନରେ ଚାଲିଛି ସରକାର ଭାରତ ବର୍ଷରେ ନା ପ୍ରଗତିର ପଥ ଅଟକି ଯାଇଛି ଡଲାର ମୂଲ୍ୟ କୁଆଡେ ଯାଇ ପହଞ୍ଚିଲାଣି ଏବଂ ଇଣ୍ଡଷ୍ଟ୍ରି ନାହିଁ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ଯୋଉ ବିଜୁଳି ପାଣି ଯୋଉଗୁଡାକ ଆମ୍ ଆଦମୀ ପାର୍ଟି ମଣିଷକୁ ଦବା ପାଇଁ ଚାହୁଁଥିଲା ମୌଳିକ ସୁବିଧା ଇଏ ବର୍ତ୍ତମାନ ସେଗୁଡାକୁ ବି ବନ୍ଦ କରିଦେବା ଚାହୁଁଛନ୍ତି ଇଏ ଚାହୁଁଛନ୍ତି ପିଲା ଆଉ ପାଠ ପଢନ୍ତୁନି ପିଲା ମୂର୍ଖ ହୁଅନ୍ତୁ ମୂର୍ଖ ମାନେ ଗଣ୍ଡ ମୂର୍ଖ ଓଡିଶାର ଶିକ୍ଷାମନ୍ତ୍ରୀ ଯୋଉ ଅଛନ୍ତି ଗଣ୍ଡ ସାର୍ ଗଣ୍ଡ ସେ ବର୍ତ୍ତମାନ ଶିକ୍ଷାକୁ ଓଡିଶାରେ ଗୋଟେ ବେପାର କରିଦେଇଛନ୍ତି ଆପଣ ଦେଖନ୍ତୁ 1678ଟା ତ୍ରୁଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏ ସାରା ଭାରତ ବର୍ଷରେ ଗୋଟେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ହବ ସମସ୍ତେ ଛି ଛାକର କରୁଛନ୍ତି ଓଡିଶାରେ କଣ 1678 ଖାଲି ସପ୍ତମ ଶ୍ରେଣୀରେ 705 ଭୁଲ ଅଛି ଯୋଉ ପିଲା ପାଠ ପଢିବେ ଭୁଲ ପାଠ ଆପଣ ଦେଖନ୍ତୁ ଗୋଟେ ସିମ୍ପଲ କଥା ଗୋଟେ କୋଣାର୍କ ମନ୍ଦିର ଚିତ୍ର ଲଗେଇକି ସେ ଦେଇଛନ୍ତି ହାମ୍ପିର ସେ ବିଠା ମନ୍ଦିର ଫଟୋ ମାରି ଦେଇଛନ୍ତି ଆମର ପିଲା ଯୋଉ ପାଠ ପଢୁଛନ୍ତି ବିଧାନସଭା ଦେଖୁଛନ୍ତି ଓଡିଶା ବିଧାନସଭା ତା ବଦଳରେ କର୍ଣ୍ଣାଟକ ବିଧାନସଭା ଫଟୋ ଏ ଯୋଉ କମିଟି ସବୁ ଅଛି ସେ କଣ କରୁଛି କଣ ସେ ଡିପାର୍ଟମେଣ୍ଟ କରୁଛି କଣ ଏଠି ଲେଖିଛନ୍ତି ନ୍ୟୁଟନକୁ ସେ ଜଣେ ବିଶିଷ୍ଟ ପାଇଲଟ ଥିଲେ ମାନେ ଏଭଳି ଯଦି ଶିକ୍ଷା ଦିଆହବ ପିଲା ତ ପୁରା ଗଲା ଗଣ୍ଡ ମୂର୍ଖ ହିଁ ବାହାରିବେ ଓଡିଶାର ଅବସ୍ଥା ଆଉ 5 ବର୍ଷ 10 ବର୍ଷ ପରେ ଇଏ ସବୁ ପାଠ ସାଠ ନଥିବ ଇଏ ଗିନି ଖଞ୍ଜଣି ଧରିକିରି ଏ ବିଜେପି ପ୍ରଚାରରେ ଚାଲିଥିବେ ଆଜ୍ଞା ଏ ଯୋଉ ସଂସ୍ଥା ଯୋଉ ହେଇଛି ମୁଁ ଆପଣଙ୍କୁ ଗୋଟେ ଲିଷ୍ଟ ଦଉଛି ଆପଣ ଦେଖିବେ ଗଣ ଶିକ୍ଷା ବିଭାଗରେ ତା ତଳେ ଅଛି ଏସସିଇଆରଟି ଏସସିଇଆରଟି ର ଅଛି ତାର ଆମର ଜଣେ ଆଇଏସ୍ ଅଛନ୍ତି ଲେଡି ସାହୁ ଓଡିଆ ଝିଅ ତା ତଳେ ଅଛି ଗୋଟେ ଷ୍ଟେଟ ଷ୍ଟିୟରିଂ କମିଟି ଆଉ ଗୋଟେ କୋର କମିଟି ଏଇ ଦିଟା କମିଟି ଅଛି ବହି କେତେ ଥାକରେ ଆସୁଛି ସେଠି କୋର କମିଟିରେ 5 ଜଣ ଅଛନ୍ତି ଷ୍ଟିୟରିଂ କମିଟିରେ 15 ଜଣ ଅଛନ୍ତି ସେମାନେ ବି ସେ ବହି ଗୁଡା ଦେଖୁଛନ୍ତି ପ୍ରିଣ୍ଟ ହେବା ପୂର୍ବରୁ ତା ତଳେ ଗୋଟେ ଅଧ୍ୟକ୍ଷ ଅଛନ୍ତି ଜଣେ ନିତ୍ୟାନନ୍ଦ ପ୍ରଧାନ ଅଧ୍ୟକ୍ଷ ପୁଣି ତା ତଳେ ଅଛନ୍ତି ସିଲାବସ କମିଟି କଣ ପିଲାଙ୍କର କୋର୍ସ ରହିବ ସିଲାବସ କେମିତି ଦେବ ତାକୁ ବି ସେମାନେ ତିଆରି କରୁଛନ୍ତି ତାପରେ ଅଛି ଟେକ୍ସଟ ବୁକ୍ସ କମିଟି ଏକ୍ସପର୍ଟ କମିଟି କାମ କଣ ଏଇ ଯୋଉ କୋର୍ସରେ ସିଲାବସରେ କଣ କଣ ରହିବ କୋଉଠି ଫଟୋ କଣ ଅଛି କୋଉଠି କଣ ଲେଖା ଅଛି ତାକୁ ତନ୍ନ ତନ୍ନ କରି ପଢିବା ତାକୁ କରେକ୍ସନ କରିବା ତାପରେ ଅଛି ଗୋଟେ କୋର କମିଟି ଓସିଇପିଏ ସେଇ କୋର କମିଟି ବି ଫାଇନାଲ ଆପ୍ରୁଭାଲ ଦେଲା ପରେ ଟେକ୍ସଟ ବୁକ୍ ବ୍ୟୁରୋକୁ ଯାଉଛି ଟେକ୍ସଟ ବୁକ୍ ବ୍ୟୁରୋରୁ ପୁଣି ଓସିପି ପାଖକୁ ଯାଉଛି ପ୍ରିଣ୍ଟ ହେଇକି ବହି ଡିଇଓ ମାନଙ୍କ ପାଖକୁ ଯାଉଛି ବହି ମଟା ହଉଛି ଏ କେତେ ଥାକରେ ସେ ଆସୁଛି କେତେ ଥାକରେ ସେ ତାଙ୍କ ପ୍ରିଣ୍ଟିଂ ଆମର ଚାଲୁଛି ଆମର ଯୋଉ ବହି ଏବେ ବାହାରିଲା ତା ପାଇଁ ଭାବନ୍ତୁ କେତେ ପଇସା ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା ଗଲା ଏ କାହା ପଇସା ଏଇ ଓଡିଶାବାସୀଙ୍କ ପଇସା ଆପଣମାନଙ୍କ ପଇସା ଆମମାନଙ୍କ ପଇସା ସାରା ଓଡିଶାବାସୀଙ୍କ ଟ୍ୟାକ୍ସ ପଇସାରୁ ଖର୍ଚ୍ଚ ହେଲା ଏଠି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟେ ହାଲକା ଭାବରେ କହିଦେଲେ ହଉ ଠିକ ଅଛି ଭୁଲ ହେଇଛି ଟିକେ ହସିଦେଲେ ତାହେଲେ ଆଉଥରେ ଛପା ହେଇଯିବ ଆଉଥରେ ଦିଆହବ ଇଏ କଣ ପଇସା କାହାର ତା ପାଟି ଦଉ ଏଥିପାଇଁ ଦାୟୀ କିଏ ଯୋଉମାନେ ଆକାଉଣ୍ଟେବୁଲ ଅଛନ୍ତି ଏ ବହି ତ୍ରୁଟି ପାଇଁ ସେମାନଙ୍କୁ ଦାୟୀ କରାଯାଉ ସେମାନଙ୍କୁ ଶାସ୍ତି ଦିଆଯାଉ ସେମାନଙ୍କ ଦରମା ବନ୍ଦ କରାଯାଉ ସେମାନଙ୍କ ପେନସନ ବନ୍ଦ କରାଯାଉ ଏଇ ଯୋଉ ବାଟ ମାରଣା ହେଇଛି କୋଟି କୋଟି ଟଙ୍କା ଖାଇଛନ୍ତି ସରକାର ଏଇ ବହି ଇଏ ତ ଗୋଟିଏ ସ୍କିମ୍ ଗୋଟିଏ ସ୍କାମ ଏମିତି ଶହ ଶହ ସ୍କାମ ଡେଲି ବାହାରୁଛି ଆପଣ ଦେଖନ୍ତୁ ଗୋଟେ ନିଟ୍ ପରୀକ୍ଷା ହେଲା ସେଠି ବି ପେପର ଲିକ୍ ହେଇଗଲା 5 ବର୍ଷରେ 4 ଥର ନିଟ୍ ପରୀକ୍ଷାର ପେପର ଲିକ୍ ବର୍ତ୍ତମାନ ସେଠି ବି ପିଲା କେତେ ମେଧାବୀ ଛାତ୍ର ସୁଇସାଇଡ କରିଦେଲେଣି ଭାରତ ବର୍ଷରେ ଓଡିଶାରେ ବି କେତେ ପିଲାଙ୍କର ଭାଗ୍ୟ ଏଇ ସରକାରଙ୍କ ହାତରେ ବୁଡିଗଲାଣି ବର୍ତ୍ତମାନ ଛାତ୍ର ସମାଜ ଯୁବ ସମାଜ ଆଗେଇ ଆସିବା କଥା ଏବଂ ଏଇ ଯୋଉ ବିଜେପି ସରକାର ଶିକ୍ଷାନୀତି ଆକୁ ଆମେ ଘୋର ନିନ୍ଦା କରୁଛୁ ଆମ୍ ଆଦମୀ ପାର୍ଟି ଯୋଉଟା କି ଆପଣ ଦେଖନ୍ତୁ ପଞ୍ଜାବ ଆମ ପାର୍ଟି ଅଛି ପଞ୍ଜାବରେ ପଞ୍ଜାବ ବର୍ତ୍ତମାନ ଶିକ୍ଷାର ନମ୍ବର 1 ଇଣ୍ଡିଆରେ ଏଇଟା ବି କିଏ କରୁଛି ସେଇ ବିଜେପି ଗଭର୍ଣ୍ଣମେଣ୍ଟ ଡିକ୍ଲାର କରିଛି ଯୋଉ ପଞ୍ଜାବରେ ଆମ ସରକାର ଏତେ ଅଳ୍ପ ଦିନ ଭିତରେ 27% ଯାଇ 1% ପହଞ୍ଚିଗଲୁ ଓଡିଶାରେ ଠିକ ଓଲଟା ଓଡିଶାର ଲୋକ ଭାବିଥିଲେ ଡବଲ ଇଞ୍ଜିନ ସରକାର ହବ ଓଡିଶାରେ କିଛି ଭଲ ହବ ବର୍ତ୍ତମାନ ଓଡିଶା ଆହୁରି ବୁଡି ବୁଡି ଯାଉଛି ଏଇ ଓଡିଶାର ଯୁବ ସମାଜ ପୁରା ଗଣ୍ଡ ମୂର୍ଖ ହେଇଯାଉଛନ୍ତି ଏବଂ ସରକାରଙ୍କର ଦାୟିତ୍ୱହୀନତା କେହି ୟା ପାଇଁ ଆକାଉଣ୍ଟେବିଲିଟି ହଉନାହାନ୍ତି ମୁଁ ତ ଚାହୁଁଛି ଏଇ ମୁଖ୍ୟମନ୍ତ୍ରୀ ସାଙ୍ଗେ ସାଙ୍ଗେ ସସ୍ପେଣ୍ଡ କରିବା କଥା ଏଠି ଆମ ଶିକ୍ଷା ମନ୍ତ୍ରୀଙ୍କୁ
ସେଠି ଯେମିତି ପ୍ରଧାନମନ୍ତ୍ରୀ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ, ତାଙ୍କ ପାଇଁ କିଛି ଆକ୍ସନ ନାହିଁ, ଏଠି ବି ଆମର କିଛି ଆକ୍ସନ ନାହିଁ। ଏଠି ଅଫିସର ମାନେ ଏବଂ ମନ୍ତ୍ରୀ ଏବଂ ତାଙ୍କ ସରକାର କେହି ଦାୟୀ ନଉନାହାନ୍ତି। ତାହେଲେ ଦାୟୀ କିଏ ରହିବ ଏଠି? ଯୁବ ସମାଜ କେମିତି ଆଗକୁ ବଢିବେ, କେମିତି ଶିକ୍ଷା ହବ, କେମିତି ପ୍ରଗତି ହବ, କେମିତି ରିସର୍ଚ୍ଚ ହବ, କେମିତି ଦେଶର ରାଜ୍ୟର ଉନ୍ନତି ପଥରେ ସେ ଦେଖିବେ, ନା ଏଠି ଦେଶର ଉପରେ ବୁଡେଇ ଦେଇଯିବେ? ଓଡିଶାରେ ଯାହା ଚାଲିଛି ଆକୁ ଖୁବ୍ ନିନ୍ଦା କରୁଛି ଆମ୍ ଆଦମୀ ପାର୍ଟି। ଆମ୍ ଆଦମୀ ପାର୍ଟି ଗୋଟିଏ ପାର୍ଟି ଯିଏକି ଶିକ୍ଷା ନେଇକି ମାନେ ରାଜନୀତିକୁ ଆସିଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଆମର ମୁଖ୍ୟ ଚାରୋଟି ଥିଲା। ତାପରେ ଥିଲା ରୋଜଗାର ଏବଂ ଗୁଡ୍ ଗଭର୍ଣ୍ଣାନ୍ସ। ଏଠି ସବୁଥିରେ ସରକାର ଫେଲ୍। ନା ଏଜୁକେସନରେ, ନା ହେଲ୍ଥରେ, ନା ରୋଜଗାର ଦବାରେ, ନା ଗୁଡ୍ ଗଭର୍ଣ୍ଣାନ୍ସରେ, କୋଉଥିରେ ନାହିଁ। ଏଠି ଖାଲି ବଡ ବଡ ପୋଷ୍ଟର ମରା ହଉଛି, କାନ୍ଥ ବାଡ ଖାଲି ଚିତ୍ର କରା ହଉଛି, 2 ବର୍ଷର ଉପଲବ୍ଧି ଦେଖା ହଉଛି। ଇଆଡେ ମୋଦି ଆସୁଛନ୍ତି, ମିଛ ପ୍ରଚାର ଗୁଡିଏ କରୁଛନ୍ତି ଏବଂ ମାନେ ଜାତୀୟ ଗଣମାଧ୍ୟମରେ ତାକୁ ବି ଦେଖଉଛନ୍ତି। ତାକୁ ବାରମ୍ବାର ଦେଖିଲେ ଲୋକ ଭାବୁଛନ୍ତି, ଲୋକ ତାକୁ ବିଶ୍ୱାସ କରିବେ, କିନ୍ତୁ ଲୋକଙ୍କର ଧୀରେ ଧୀରେ ଆସ୍ଥାଭାଜନ ହରେଇଛି ଏହି ସରକାର। ଏବଂ ଆଗାମୀ ଦିନରେ ଦେଖିବେ ଏ ଲୋକଙ୍କ ଗୋଟେ ଆକ୍ରୋଶ ଆସିଗଲାଣି। ବହୁତ ବଡ ବିପ୍ଳବ ହବ, ବହୁତ ବଡ ଆମ୍ ଆଦମୀ ପାର୍ଟି ଆକୁ ଲିଡ୍ କରିବ। ଏବଂ ଆମେ ଚାହୁଁ ଆମ୍ ଆଦମୀ ପାର୍ଟି ଯେମିତି ଶିକ୍ଷାରେ କରୁଛି, ଏ ସରକାର ତୁରନ୍ତ ଶିକ୍ଷାର ମୌଳିକ ଯୋଉଟା ତାଙ୍କର ଦାବି ଅଛି, ଅଧିକାର ଅଛି ଲୋକଙ୍କର, ତା ଉପରେ ଫୋକସ କରୁ, ପିଲାଙ୍କୁ ଭବିଷ୍ୟତରେ ନ ଖେଳୁ। ଏ ଯୋଉ 50 କୋଟି ଟଙ୍କା ଯେତିକି ମୁଖ୍ୟମନ୍ତ୍ରୀ କଣ ନିଜ ହାତରୁ ଦେବେ ନା ସେମାନେ ଦୋଷୀ ସେମାନେ ଦେବେ? ମୁଁ ତ ଚାହେଁ ମୁଖ୍ୟମନ୍ତ୍ରୀ ଆଗ ସସ୍ପେଣ୍ଡ କରିବେ ସମସ୍ତଙ୍କୁ, ଯୋଉ ଅଫିସର ଯୋଉ ମନ୍ତ୍ରୀ କି ବରଖାସ୍ତ କରିବେ। ଏବଂ ଯୋଉ ପଇସା ଖର୍ଚ୍ଚ ହେଇଛି ଏ ଭୁଲ ଭଟକା ପାଇଁ, ଏତେ ଗୁଡେ କମିଟି ମୁଁ କହିଲି ଆପଣଙ୍କୁ, ଏତେ ଥାକରେ ସ୍କ୍ରୁଟିନି ହେଇଯାଇଛି, ଏ ସମସ୍ତଙ୍କୁ ଦାୟୀ ରଖିବେ। ତାଙ୍କଠୁ ପଇସା ଆଦାୟ କରିବା କଥା, ତାଙ୍କର ପେନସନ ବନ୍ଦ କରିବା କଥା, ତାଙ୍କର ସସ୍ପେଣ୍ଡ କରିବା କଥା। ଏବଂ ଏ ଭାବୁଛି ଡିପାର୍ଟମେଣ୍ଟ ଆବଶ୍ୟକତା ନାହିଁ, ଏମିତି ଯୋଉ ବହିବାରୁ ଆଉ କଣ ଦରକାର? କେତେ କେତେ ପଇସା ଖର୍ଚ୍ଚ ହଉଛି, ଗାଡି ଦିଆଯାଉଛି, ଏସି ରୁମ୍, ବଢିଆ ଅଫିସ, ଚକାଚକ ପିଅନ, ଚାକର ବାକର ସବୁ ଦିଆଯାଉଛି ଆଇସ ମାନଙ୍କୁ। କରୁଛନ୍ତି କଣ? ପିଲାଙ୍କ ସହିତ ଭବିଷ୍ୟତ ସହିତ ଖେଳ ଏବଂ ପିଲାଙ୍କୁ ମୂର୍ଖ କରି ଦଉଛନ୍ତି। ତ୍ରୁଟି କାହିଁକି ବାର ବାର ହଉଛି? ଯେମିତି ଆମର ଦେଖିବା 22 ମନ୍ତ୍ରୀ ପଦ ଥିବା ବେଳେ 16 ଜଣ ବି ଅଛନ୍ତି, ସେଥିପାଇଁ ତ୍ରୁଟି କିଛି ଦେଖାଯାଉଛି। ତ୍ରୁଟି ଦେଖାଯାଉଛି, ଆଙ୍କର ମୂଳ ଉଦ୍ଦେଶ୍ୟ ହଉଛି ପଇସାରେ ବାଟବରଣା କରିବା। ଯଦି ବାଟବରଣା କରିବେ, ଅଣଦେଖା କରିକି ଯିଏ ଯାହା ଦେଲା ତାକୁ ପାସ୍ କରିବାକୁ ପଡୁଛି। ଆପଣ କଣ୍ଟ୍ରାକ୍ଟ ଦେଖନ୍ତୁ, ସେ ପୋଲ କୋଉଠି ଭୁଷୁଡି ପଡୁଛି, କୋଉଠି ବହିରେ ତ୍ରୁଟି ହେଇଯାଉଛି, କୋଉଠି ରାସ୍ତାରୁ ପିଚୁ ପରସ୍ତ ପରସ୍ତ ଉଠି ଯାଉଛି, କୋଉଠି ଲୋକ ଖାଇବାକୁ ନ ପାଇ ମରୁଛନ୍ତି। ଏଇ ସରକାରଙ୍କ ତା ପଛରେ ନିଘା ନାହିଁ। ଇଏ ଖାଲି ପଇସା କମେଇବାର ଅଛନ୍ତି। ଆଉ ଇଲେକ୍ସନ ଲଢିବୁ, ଆଉ ନହେଲେ କିଣିବୁ, ନହେଲେ ଯଦି ଇଡି, ସିବିଆଇ, ଇନକମ୍ ଟ୍ୟାକ୍ସ ଲଗେଇ ଲୋକଙ୍କୁ ଡରେଇବୁ। এইটা কোন দেশের রাজনীতি? এইটারে কোন দেশের প্রগতি মানে আগেই চালিব? আକୁ আম আদমি পার্টি খোদ মানে বিরোধ জোরদার বিরোধ করছে।